ନମସ୍କାର ପିଲାମାନେ, ଆଜି ଆମେ ନବମ ଶ୍ରେଣୀ ଗଣିତର ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ସେଟ୍ ପ୍ରକ୍ରିୟା ଏବଂ ଏହାର ପ୍ରୟୋଗ ବିଷୟରେ ଆଲୋଚନା କରିବା। ଆଜିର ଭିଡ଼ିଓରେ ଆମେ ସେଟ୍ର ସବୁ ମୂଳ ସୂତ୍ର ଫଣ୍ଡାମେଣ୍ଟାଲ୍ସ ଏବଂ କିଛି ମଜାଦାର ଉଦାହରଣ ଶିଖିବା, ଯାହା ଆପଣଙ୍କ ପରୀକ୍ଷା ପାଇଁ ବହୁତ ସାହାଯ୍ୟ କରିବ। ପ୍ରଥମେ ଆମେ ସେଟ୍ର ଗୁରୁତ୍ୱପୂର୍ଣ୍ଣ ବିଷୟ ଜାଣିନେବା ଦରକାର। ସେଟ୍ ପ୍ରକ୍ରିୟା ସଂଯୋଗ ୟୁନିୟନ ଅଫ୍ ସେଟ୍ସ। ଦୁଇଟି ସେଟ୍ ଏ ଏବଂ ବି ର ସମସ୍ତ ଉପାଦାନକୁ ମିଶାଇ ଗଠିତ ସେଟ୍କୁ ସଂଯୋଗ କୁହାଯାଏ। ମନେ ରଖ, କୌଣସି ଉପାଦାନ ଦୁଇଥର ଲେଖାଯିବ ନାହିଁ। ଉଦାହରଣ, ଯଦି ଏ ର ଉପାଦାନ 1, 2, 3 ଏବଂ ବି ର ଉପାଦାନ 3, 4, 5, ତେବେ ଏ ୟୁନିୟନ ବି ବା ଏ ସଂଯୋଗ ବି ଇକ୍ୱାଲ୍ ଟୁ 1, 2, 3, 4, 5। 1, 2, 3, 4, 5, 3 ନିଆ ହେବନି। ଏଠି କୁହାଯାଇଛି କୌଣସି ଉପାଦାନ ଦୁଇଥର ଲେଖାଯିବ ନାହିଁ। ବର୍ତ୍ତମାନ ଆମେ ଛେଦ ବିଷୟରେ ଜାଣିବା। ଛେଦ ଇଣ୍ଟରସେକ୍ସନ୍ ଅଫ୍ ସେଟ୍ସ। ଦୁଇଟି ସେଟ୍ ଏ ଏବଂ ବି ମଧ୍ୟରେ ଥିବା ସାଧାରଣ କମନ୍ ଉପାଦାନକୁ ନେଇ ଗଠିତ ସେଟ୍କୁ ଛେଦ କୁହାଯାଏ। ଉଦାହରଣ, ଯଦି ଏ ର ଉପାଦାନ 1, 2, 3 ଏବଂ ବି ର ଉପାଦାନ 3, 4, 5, ତେବେ ଏ ବିଚ୍ଛେଦ ବି ଇକ୍ୱାଲ୍ ଟୁ 3 ହେବ, କାରଣ 3 ଦୁଇଟି ଯାକ ସେଟ୍ରେ ଅଛି। ପିଲାମାନେ ନିଜେ ଦେଖନ୍ତୁ, ଏ ରେ 3, ବି ରେ ବି 3 ଅଛି, ମାନେ ଦୁଇଟା ଯାକ କମନ୍ ଅଛି। ସେଥିପାଇଁ ଆମେ ଏ ଇଣ୍ଟରସେକ୍ସନ୍ ବି ଇକ୍ୱାଲ୍ ଟୁ 3 ନେଲେ। ବର୍ତ୍ତମାନ ଆମେ ଅନ୍ତର ବିଷୟରେ ଜାଣିବା। ଡିଫରେନ୍ସ ଅଫ୍ ସେଟ୍ସ। ଏ ଡିଫରେନ୍ସ ବି ର ଅର୍ଥ ହେଉଛି ଏ ସେଟ୍ର ସେହି ଉପାଦାନ ଯାହା ବି ସେଟ୍ରେ ନାହାନ୍ତି। ଉଦାହରଣ, ଯଦି ଏ ଇକ୍ୱାଲ୍ ଟୁ 1, 2, 3 ଏବଂ ବି ଇକ୍ୱାଲ୍ ଟୁ 3, 4, 5, ତେବେ ଏ ଡିଫରେନ୍ସ ବି ଇକ୍ୱାଲ୍ ଟୁ 1, 2। ଆମେ 1, 2 ଏଇଥିପାଇଁ ନେଲେ, ସେ କହିଛି ଏ ସେଟ୍ର ସେହି ଉପାଦାନ ଯାହା ବି ସେଟ୍ରେ ନାହାନ୍ତି। ଏ ସେଟ୍ର 1, 2 ଯାହା ବି ସେଟ୍ରେ ନାହିଁ, ତେଣୁକରି ଆମେ ଏ ଡିଫରେନ୍ସ ବି ହେଉଛି 1, 2। ଏହାକୁ ଆମେ ବିଲଙ୍ଗସ୍ ଟୁ କହିପାରିବା ବା ଏଲିମେଣ୍ଟ ଅଫ୍। ଏହାକୁ ଓଡ଼ିଆରେ ଉପାଦାନ ଅଟେ ବୋଲି କୁହାଯାଏ। ଯଦି ଗୋଟିଏ ସିଙ୍ଗଲ ସଂଖ୍ୟା ବା ଅକ୍ଷର ସେଟ୍ ଭିତରେ ଥାଏ, ତାହେଲେ ଆମେ ବିଲଙ୍ଗସ୍ ଟୁ ସିମ୍ବଲ ବ୍ୟବହାର କରିବା। ଉପାଦାନ ନୁହେଁ, ଡଜ୍ ନଟ୍ ବିଲଙ୍ଗସ୍ ଟୁ। ଯଦି ସେହି ଅକ୍ଷର ସେଟ୍ ଭିତରେ ନଥାଏ, ତାହେଲେ ଆମେ ଡଜ୍ ନଟ୍ ବିଲଙ୍ଗସ୍ ଟୁ ଦେବା। ଉପସେଟ୍, ଏହାକୁ ସବସେଟ୍ ଅଫ୍ କୁହାଯାଏ। ଯଦି ଗୋଟିଏ ସେଟ୍ର ସବୁ ଉପାଦାନ ଅନ୍ୟ ସେଟ୍ରେ ଥାଏ, ତାହେଲେ ଉପସେଟ୍ ସିମ୍ବଲ ବ୍ୟବହାର କରାଯାଏ। ସମାନ ଇକ୍ୱାଲ୍ ଟୁ, ଦୁଇଟି ଯାକ ସେଟ୍ ସମ୍ପୂର୍ଣ୍ଣ ଏକା ହେଲେ ଆମେ ସମାନ ସିମ୍ବଲକୁ ୟୁଜ୍ କରିବା। ଚାଲନ୍ତୁ ବର୍ତ୍ତମାନ ପ୍ରଶ୍ନ ଉତ୍ତର କରିବା। ଅନୁଶୀଳନୀ 1A ଆଇର ପ୍ରଥମ ଦେଇଛି, କ'ଣ ଦେଇଛି? ଏ ଡଟ୍ ଡଟ୍ ବ୍ରାକେଟ୍ ଭିତରେ ରହିଛି ଏ ବି ସି। ଏଠି ଆମକୁ ସିମ୍ବଲ ଦେବାର ଅଛି। ଉତ୍ତର ହେବ ବିଲଙ୍ଗସ୍ ଟୁ, କାରଣ ଏ ଏହି ସେଟ୍ର ଉପାଦାନ। ନମ୍ବର 2, ଡି ଡ୍ୟାଶ୍ ଏ ବି ସି ଉପାଦାନ ଅଛି। ତ ଆମେ ଦେଖିଲେ ଏଠି ଯେଉଁ ଉପାଦାନ ଅଛି ଡି ନାହିଁ, ତେଣୁକରି ସେ ଡଜ୍ ନଟ୍ ବିଲଙ୍ଗସ୍ ଟୁ, କାରଣ ଡି ଏହି ସେଟ୍ର ଉପାଦାନ ନୁହେଁ। 3 ନମ୍ବର ଦେଖିବା। ଏ ସି ବି ଡ୍ୟାଶ୍ ଏ ବି ସି, ଏହାର ଉତ୍ତର ହେବ ଇକ୍ୱାଲ୍ ଟୁ, କାରଣ ସେଟ୍ ଭିତରେ କ୍ରମ ବଦଳିଲେ ବି ସେଟ୍ ବଦଳେ ନାହିଁ। ଆମେ ଦେଖୁଛନ୍ତି ସେଇ ସେମ୍ ଉପାଦାନ ହିଁ ଅଛି, ଏ ସି ବି ଏ ବି ସି, କେବଳ ସ୍ଥାନ ପରିବର୍ତ୍ତନ ହୋଇଛି। ତେଣୁକରି ଏହାର ଉତ୍ତର ହେବ ଇକ୍ୱାଲ୍ ଟୁ। ଏ ବି ସି ଡ୍ୟାଶ୍ ଏ ବି ସି, ଏହାର ଉତ୍ତର ହେବ ସମାନ।
କାରଣ ଗୋଟିଏ ଉପାଦାନକୁ ଦୁଇଥର ଲେଖିଲେ ବି ତାର ମୂଲ୍ୟ ସେଇ ଗୋଟିଏ। ଦେଖୁଛନ୍ତି ଏଠି ଦୁଇଟା ଏ ଅଛି କିନ୍ତୁ ଦୁଇଟା ଏ ଯାହା ଗୋଟିଏ ଏ ତାହା। ଏ ଡ୍ୟାସ୍ ଏ ବି ସି ଉତ୍ତର ସବସେଟ୍। ଏ ନିଜେ ଏକ ସେଟ୍ ତେଣୁ ଏହା ଉପସେଟ୍ ହେବ। ଚାଲନ୍ତୁ 2 ନମ୍ବର ଦେଖିବା। ଏ ର ଉପାଦାନ 1 2 3, ବି ର ଉପାଦାନ 3 4 5, ସି ଓ ସି ର ଉପାଦାନ ହେଉଛି 5 6 ହେଲେ ନିମ୍ନଲିଖିତ ସେଟ୍ ଗୁଡ଼ିକୁ ନିରୂପଣ କର। ପ୍ରଥମେ ଦେଇଛି ବି ୟୁନିୟନ ସି ଇକ୍ୱାଲ୍ ଟୁ ଆମେ ବି ର ଉପାଦାନ ଲେଖିଦେବା। ବି ର ଉପାଦାନ 3 4 5 ୟୁନିୟନ ସି ର ଉପାଦାନ 5 6 ଲେଖିଦେଲେ। ତାପରେ ଆମେ ୟୁନିୟନ ମାନେ ସଂଯୋଗ 3 4 5 6 5 ଥରେ ଲେଖା ହେଇଛି ସେଥିପାଇଁ ମୁଁ 2 ଥର ଲେଖିଲି ନାହିଁ। 3 4 5 6 2 ନମ୍ବର ଏ ୟୁନିୟନ ବି ସେମିତି ଏ ର ଉପାଦାନ 1 2 3 ୟୁନିୟନ ବି ର ଉପାଦାନ 3 4 5 ସଂଯୋଗ 1 2 3 4 5 1 2 3 4 5 3 ନମ୍ବର ଏ ୟୁନିୟନ ସି ଏ ର ଉପାଦାନ ମୁଁ ଲେଖିଲି 1 2 3 ୟୁନିୟନ ଦେଲି। ତାପରେ ସି ର ଉପାଦାନ 5 6 ସି ର ଉପାଦାନ 5 6 ଲେଖିଲି। ତାପରେ ମୁଁ ତାକୁ ସଂଯୋଗ କରିଲି ୟୁନିୟନ 1 2 3 5 6 1 2 3 5 6 ବହୁତ ବଢ଼ିଆ ପିଲାମାନେ। ବି ଇଣ୍ଟରସେକ୍ସନ ସି ବି ର ଉପାଦାନ 3 4 5 ସି ର ଉପାଦାନ 5 6 ଯେଉଁ ସଂଖ୍ୟାଟି ବି ରେ ବି ଥିବ ସି ରେ ବି ଥିବ ଆମକୁ ସେଇ ସଂଖ୍ୟାଟି ନେବାକୁ ପଡ଼ିବ। ଇଣ୍ଟରସେକ୍ସନ ମାନେ ସେଇଆ ଛେଦ। ଦେଖିଲା ଆମେ ବି ର ଉପାଦାନ 5 ସି ର ଉପାଦାନ 5 ଏ ଦୁଇଟା କମନ୍ ଅଛନ୍ତି ତେଣୁକୁ ମୁଁ 5 ନେଲି କାରଣ 5 ଦୁଇଟି ଯାକ ସେଟ୍ରେ ଅଛି। ଏ ଇଣ୍ଟରସେକ୍ସନ ବି ଏ ର ଉପାଦାନ ମୁଁ ଲେଖିଲି 1 2 3 ଇଣ୍ଟରସେକ୍ସନ ବି ର ଉପାଦାନ 3 4 5 ଆଙ୍କ ଭିତରୁ କମନ୍ କେଉଁଟା ଅଛି ଦେଖିନେବା 3 ଏ ଦୁଇଟା କମନ୍ ଅଛି ତେଣୁକରି ମୁଁ 3 ନେଇଗଲି। ଏ ଇଣ୍ଟରସେକ୍ସନ ସି ଏ ର ଉପାଦାନ 1 2 3 ଇଣ୍ଟରସେକ୍ସନ ସି ର ଉପାଦାନ 5 6 ଆମେ ଦେଖିବା କେଉଁ ସଂଖ୍ୟାଟା କମନ୍ ଅଛି। ଆମେ ଦେଖିଲେ ଯେ କୌଣସି ସଂଖ୍ୟା କମନ୍ ନାହିଁ ତେଣୁକରି ଏହାକୁ ଆମେ ଏମିତି ଲିଖିବା ବା ଶୂନ୍ୟ ସେଟ୍ ଲିଖିବା କାରଣ ଏହି ସେଟ୍ରେ କିଛି ବି କମନ୍ ନାହିଁ। ବହୁତ ବଢ଼ିଆ ପିଲାମାନେ ଏମିତି କରି ଚାଲ ଆଗେଇ ଚାଲ। ବି ଡିଫରେନ୍ସ ସି ଇକ୍ୱାଲ୍ ଟୁ ବି ର ଉପାଦାନ 3 4 5 ସି ର ଉପାଦାନ 5 6 ଡିଫରେନ୍ସ କ'ଣ ଅଛି ଦେଖିବା। ବି ର ଉପାଦାନ ଯେଉଁଟାକି ସି ରେ ନଥିବା ଦରକାର। ଆମେ ଦେଖିଲେ ବି ର ଉପାଦାନ 3 4 5 ଅଛି ତେଣୁ ମୁଁ 5 ନେଲି ନାହିଁ କେବଳ 3 4 ନେଇଛି। ଏ ର ଉପାଦାନ 1 2 3 ବି ର ଉପାଦାନ 3 4 5 ଡିଫରେନ୍ସ ଯେଉଁଟାକି ଏ ର ଉପାଦାନ ବି ରେ ନଥିବା ଦରକାର ତେଣୁକରି 1 2 ଦେଖିଲି ବି ରେ ନାହିଁ ମୁଁ ନେଇଗଲି 1 2। ଏ ଡିଫରେନ୍ସ ସି 1 2 3 ଏ ର ଉପାଦାନ 1 2 3 ସି ର ଉପାଦାନ 5 6 ଡିଫରେନ୍ସ ଦେଖିବା ଏ ଉପାଦାନ ସି ରେ ନଥିବା ଦରକାର 1 2 3 ନେଇଗଲି ସି ରେ ନାହିଁ ତେଣୁକୁ 1 2 3। ସି ଡିଫରେନ୍ସ ବି ସି ର ଉପାଦାନ 5 6 ବି ର ଉପାଦାନ 3 4 5 ଦେଖିବା ଡିଫରେନ୍ସ କ'ଣ ଅଛି। ସି ର ଉପାଦାନ 6 ନେଲି ଯେଉଁଟାକି ବିରେ ବି ସେଟ୍ରେ ନାହିଁ। ବି ମାଇନସ୍ ଏ ଇକ୍ୱାଲ୍ ଟୁ ବି ର ଉପାଦାନ 3 4 5 ଏ ର ଉପାଦାନ 1 2 3 ଡିଫରେନ୍ସ କ'ଣ ଦେଖିବା କ'ଣ ଅଛି 4 5 ଯେଉଁଟାକି ଏ ସେଟ୍ରେ ନାହିଁ ତେଣୁକୁ ମୁଁ ନେଲି 4 5। ସି ଡିଫରେନ୍ସ ଏ ଇକ୍ୱାଲ୍ ଟୁ
Cର ଉପାଦାନ 5 6, ଏର ଉପାଦାନ 1 2 3। ଡିଫରେନ୍ସ କ'ଣ ଅଛି? 5 6, ଯେଉଁଟାକି 5 6 ନେଲି, ଯେଉଁଟାକି ଏ ସେଟ୍ରେ ନାହିଁ। ବୁଝିପାରିଲେ ପିଲାମାନେ? ଯଦି କିଛି ଡାଉଟ୍ ଅଛି ତାହେଲେ ମୋତେ ନିହାତି କମେଣ୍ଟ କରିକି ଜଣାଇବେ। ଚାଲନ୍ତୁ ଦେଖିବା ପରବର୍ତ୍ତୀ କ୍ୱେଶ୍ଚନ୍। A equal to 1 2 3 4, B equal to 4 5 6 7, C equal to 6 7 8 9 ହେଲେ ନିମ୍ନଲିଖିତ ଉକ୍ତିମାନଙ୍କର ସତ୍ୟତା ପରୀକ୍ଷା କର। ସେ କହୁଛି A ୟୁନିୟନ୍ B ଇକ୍ୱାଲ୍ ଟୁ B ୟୁନିୟନ୍ A, ମାନେ A ୟୁନିୟନ୍ B, B ୟୁନିୟନ୍ A ଦୁଇଟା ଯାକ ସମାନ ହେବେ। ଦେଖିବା, ପରୀକ୍ଷା କରିବା। ପ୍ରଥମେ ଆମେ ବାମ ପାର୍ଶ୍ୱ ଲେଖିବା, ବାମ ପାର୍ଶ୍ୱକୁ ସମାଧାନ କରିବା। ବାମ ପାର୍ଶ୍ୱରେ ଅଛି A ୟୁନିୟନ୍ B, A ୟୁନିୟନ୍ B, ଏର ଉପାଦାନ ପକାଇଦେଲି 1 2 3 4, ୟୁନିୟନ୍ ବିର ଉପାଦାନ 4 5 6 7 ଲେଖା ହେଲା। ୟୁନିୟନ୍ ମାନେ ସଂଯୋଗ। ଲେଖିବା 1 1 2 3 4 5 6 7, ଇଏ ହେଉଛି ସମୀକରଣ 1। ବର୍ତ୍ତମାନ ଆମେ ସମାଧାନ କରିବା ଡାହାଣ ପାର୍ଶ୍ୱ B ୟୁନିୟନ୍ A, ବିର ଉପାଦାନ 4 5 6 7, ୟୁନିୟନ୍ ଏର ଉପାଦାନ 1 2 3 4, ସଂଯୋଗ। ୟୁନିୟନ୍ ମାନେ ସଂଯୋଗ। ଆମେ ଲେଖିଦେବା ଧାଡ଼ିରେ 1 2 3 4 5 6 7, 5 6 7, ଇଏ ହେଉଛି ସମୀକରଣ 2। ସମୀକରଣ 1 ଏବଂ ସମୀକରଣ 2ରୁ ଆମେ ଦେଖିଲେ ଯେ ଦୁଇଟି ଯାକ ଆନ୍ସର୍ ସମାନ ଅଛି। ତେଣୁ ଅତଏବ ଉକ୍ତିଟି ସତ୍ୟ ଅଟେ। ବୁଝିପାରିଲ ନା? ଆଉ କିଛି ଡାଉଟ୍ ଅଛି? ଚାଲନ୍ତୁ ଦେଖିବା ପରବର୍ତ୍ତୀ କ୍ୱେଶ୍ଚନ୍। B ଇଣ୍ଟରସେକ୍ସନ୍ C ଇକ୍ୱାଲ୍ ଟୁ C ଇଣ୍ଟରସେକ୍ସନ୍ B ସମାନ ହେବେ। ପରୀକ୍ଷା କରିବା। ବାମ ପାର୍ଶ୍ୱ B ଇଣ୍ଟରସେକ୍ସନ୍ C, Bର ଉପାଦାନ 4 5 6 7, ଇଣ୍ଟରସେକ୍ସନ୍ Cର ଉପାଦାନ 6 7 8 9। ଇଣ୍ଟରସେକ୍ସନ୍ ମାନେ କମନ୍ ସଂଖ୍ୟାକୁ ନେବା। ଦେଖିବା କେଉଁଟା କମନ୍ ଅଛି। 6 7 କମନ୍ ଅଛି, ତେଣୁକରି 6 7 ନେଲି। ଏ ହେଲା ସମୀକରଣ 1। ବର୍ତ୍ତମାନ ଆମେ ଡାହାଣ ପାର୍ଶ୍ୱକୁ ଦେଖିବା। C ଇଣ୍ଟରସେକ୍ସନ୍ B, Cର ଉପାଦାନ 6 7 8 9, ଇଣ୍ଟରସେକ୍ସନ୍ Bର ଉପାଦାନ 4 5 6 7। ଆମେ ଦେଖିବା କେଉଁଟା କମନ୍ ଅଛି। କେଉଁ ସଂଖ୍ୟାଟା କମନ୍ ଅଛି? 6 7, 6 7 କମନ୍ ଅଛି, ତେଣୁକରି 6 7 ନେଲି। ଏ ହେଉଛି ସମୀକରଣ 2। ଅତଏବ ସମୀକରଣ 1 ଏବଂ ସମୀକରଣ 2ର ଉତ୍ତର ସମାନ, ତେଣୁ ଉକ୍ତିଟି ସତ୍ୟ ଅଟେ। ବର୍ତ୍ତମାନ 3 ନମ୍ବର ଦେଖନ୍ତୁ। A ୟୁନିୟନ୍ B ୟୁନିୟନ୍ C ଇକ୍ୱାଲ୍ ଟୁ A ୟୁନିୟନ୍ B ୟୁନିୟନ୍ C ସମାନ ହେବେ। ଚାଲନ୍ତୁ ପରୀକ୍ଷା କରିବା। ବାମ ପାର୍ଶ୍ୱ A ୟୁନିୟନ୍ B ୟୁନିୟନ୍ C ମୂଲ୍ୟ ବସାଇଲି। ଏର ଉପାଦାନ 1 2 3 4, ୟୁନିୟନ୍ Bର ଉପାଦାନ 4 5 6 7, Cର ଉପାଦାନ 6 7 8 9 ଇକ୍ୱାଲ୍ ଟୁ ଏର ଉପାଦାନ ଯେମିତି ଅଛି ତାକୁ ସେମିତି ଲେଖିବି। ୟୁନିୟନ୍ ଏଇଠି ଆମର ସଂଯୋଗ ହେବ B ୟୁନିୟନ୍ Cର। ଲେଖିବା 4 5 6 7 8 9, 4 5 6 7 8 9। ବର୍ତ୍ତମାନ ସଂଯୋଗ ହେବ 1 2 3 4 5 6 7 8 9, ହେଉଛି ସମୀକରଣ 1। ଡାହାଣ ପାର୍ଶ୍ୱ A ୟୁନିୟନ୍ B ୟୁନିୟନ୍ C, ଏର ଉପାଦାନ 1 2 3 4, ୟୁନିୟନ୍ Bର ଉପାଦାନ 4 5 6 7, ୟୁନିୟନ୍ Cର ଉପାଦାନ 6 7 8 9। ପ୍ରଥମେ ଆମେ A ୟୁନିୟନ୍ Bକୁ ସମାଧାନ କରିବା। A ୟୁନିୟନ୍ B 1 2 3 4 5 6 7, 1 2 3 4 5 6 7, ୟୁନିୟନ୍ Cର ଉପାଦାନ 6 7
8 9 ବର୍ତ୍ତମାନ ଆମେ ଏ ଦୁଇଟାକୁ ସଂଯୋଗ କରିବା 1 2 3 4 5 6 7 8 9 8 9 ଏ ହେଉଛି ସମୀକରଣ 2 ଆମେ ଦେଖିଲେ ଯେ ସମୀକରଣ 1 ଏବଂ ସମୀକରଣ 2ର ଉତ୍ତର ସମାନ ଅଟେ ତେଣୁ ଉକ୍ତିଟି ସତ୍ୟ 4 ନମ୍ବର A ଇଣ୍ଟରସେକ୍ସନ୍ B ଇଣ୍ଟରସେକ୍ସନ୍ C ଇକ୍ୱାଲ୍ ଟୁ A ଇଣ୍ଟରସେକ୍ସନ୍ B ଇଣ୍ଟରସେକ୍ସନ୍ C ସମାନ ହେବେ ପରୀକ୍ଷା କରିବା ବାମ ପାର୍ଶ୍ୱ A ଇଣ୍ଟରସେକ୍ସନ୍ B ଇଣ୍ଟରସେକ୍ସନ୍ C ଏର ଉପାଦାନ লিখিদেলি 1 2 3 4 ଇଣ୍ଟରସେକ୍ସନ୍ B ର ଉପାଦାନ 4 5 6 7 C ର ଉପାଦାନ 6 7 8 9 ପ୍ରଥମେ ଆମେ B ଇଣ୍ଟରସେକ୍ସନ୍ C କୁ ସମାଧାନ କରିବା ଦେଖିବା କୋଉଟା କମନ୍ ଅଛି କୋଉ ସଂଖ୍ୟାଟା କମନ୍ ଅଛି 6 7 ନେଇଗଲି ଏର ଉପାଦାନ ସେମିତି ତଳକୁ ଓହ୍ଲେଇଲି ବର୍ତ୍ତମାନ ଏ ଦୁଇଟାକୁ ଦେଖିବା କୋଉଟା କମନ୍ ଅଛି ଏର ଉପାଦାନ କୌଣସି ଏଠାରେ କୌଣସି ସଂଖ୍ୟା କମନ୍ ନାହିଁ ତେଣୁକରି ଶୂନ୍ୟ ସେଟ୍ କିମ୍ବା ଶୂନ ଏମିତି ଲେଖିପାରିବା କିଛି କମନ୍ ନାହିଁ ହେଲା ବର୍ତ୍ତମାନ ଆମେ ଡାହାଣ ପାର୍ଶ୍ୱ ଦେଖିବା ଡାହାଣ ପାର୍ଶ୍ୱରେ A ଇଣ୍ଟରସେକ୍ସନ୍ B ଇଣ୍ଟରସେକ୍ସନ୍ C ଏର ଉପାଦାନ 1 2 3 4 ଇଣ୍ଟରସେକ୍ସନ୍ B ର ଉପାଦାନ 4 5 6 7 C ର ଉପାଦାନ 6 7 8 9 ବର୍ତ୍ତମାନ ଆମକୁ A ଇଣ୍ଟରସେକ୍ସନ୍ B କୁ ପ୍ରଥମେ ସମାଧାନ କରିବାକୁ ପଡ଼ିବ ଦେଖିବା କୋଉ ସଂଖ୍ୟାଟା କମନ୍ ଅଛି 3 4 ସେମିତି 4 କମନ୍ ଅଛି ତେଣୁକି ମୁଁ 4 ନେଲି ଇଣ୍ଟରସେକ୍ସନ୍ C ର ଉପାଦାନ 6 7 8 9 ବର୍ତ୍ତମାନ ଏ ଦୁଇଟାକୁ ଇଣ୍ଟରସେକ୍ସନ୍ କରିବା ଦେଖିବା କୋଉ ସଂଖ୍ୟାଟା କମନ୍ ଅଛି A4 କୌଣସି ସଂଖ୍ୟା କମନ୍ ନାହିଁ ତେଣୁକରି ଇଏ ହେବ ଶୂନ୍ୟ ସେଟ୍ କିମ୍ବା ତାକୁ ଏମିତି ଲେଖିପାରିବ ଅତଏବ ଉକ୍ତିଟି ସତ୍ୟ ଅଟେ ବର୍ତ୍ତମାନ B ନମ୍ବର ଦେଖିବା A ୟୁନିୟନ୍ B ଇଣ୍ଟରସେକ୍ସନ୍ C ଇକ୍ୱାଲ୍ ଟୁ A ୟୁନିୟନ୍ B ଇଣ୍ଟରସେକ୍ସନ୍ A ୟୁନିୟନ୍ C ଚାଲନ୍ତୁ ପରୀକ୍ଷା କରିବା ବାମ ପାର୍ଶ୍ୱ A ୟୁନିୟନ୍ B ଇଣ୍ଟରସେକ୍ସନ୍ C ଏର ଉପାଦାନ ମୁଁ ଲେଖିଦେଲି 1 2 3 4 B ର ଉପାଦାନ 4 5 6 7 C ର ଉପାଦାନ 6 7 8 9 ୟୁନିୟନ୍ ଇଣ୍ଟରସେକ୍ସନ୍ ଚିହ୍ନ ଠିକ୍ ଜାଗାରେ ବସେଇଲି ତାପରେ ଆମେ B ଇଣ୍ଟରସେକ୍ସନ୍ C କୁ ଦେଖିବା B ଇଣ୍ଟରସେକ୍ସନ୍ C କମନ୍ ଉପାଦାନ ଗୁଡ଼ାକୁ ନେବା ଆମେ 6 7 ଯୋଉଟାକି B ରେ ଅଛି C ରେ ଅଛି 6 7 ଆମର ଏର ଉପାଦାନ 1 2 3 4 ବର୍ତ୍ତମାନ ଏ ଦୁଇଟାକୁ ୟୁନିୟନ୍ ମାନେ ସଂଯୋଗ କରିବା 1 2 3 4 6 7 1 2 3 4 6 7 ହେଉଛି ସମୀକରଣ 1 ଚାଲନ୍ତୁ ଦେଖିବା ସମୀକରଣ A ୟୁନିୟନ୍ B ଇଣ୍ଟରସେକ୍ସନ୍ A ୟୁନିୟନ୍ C এর উপাদান বসেলি 1 2 3 4 B 4 5 6 7 ইন্টারসেকশন এর উপাদান 1 2 3 4 ইউনিয়ন C র উপাদান 6 7 8 9 বর্তমান আমি সমাধান করিয়া প্রথমে A ইউনিয়ন B A B କୁ ସଂଯୋଗ କରିବା লিখিবা 1 2 3 4 5 6 7 লিখিদেলে ଏବେ ଇଣ୍ଟରସେକ୍ସନ୍ A ୟୁନିୟନ୍ C A C କୁ ସଂଯୋଗ କରିବା 1 2 3 4 6 7 8 9 ବର୍ତ୍ତମାନ ଆମେ ଇଣ୍ଟରସେକ୍ସନ୍ କରିବା ଇଣ୍ଟରସେକ୍ସନ୍ କମନ୍ କୋଉ ସଂଖ୍ୟା ଗୁଡ଼ା ଅଛି ଦେଖିନେବା 1 ଅଛି 2 ଅଛି 3 ଅଛି 4 ଅଛି 5 ନାହିଁ 6 ଅଛି 7 ଅଛି ତ 1 2 3 4 6 7 ଏ ହେଉଛି ସମୀକରଣ 2 ଆମେ ସମୀକରଣ 1 ର ଉତ୍ତର ଦେଖିଲେ ଯେ ସମାନ ଅଛି ତେଣୁକରି ଉକ୍ତିଟି ସତ୍ୟ ଅଟେ
ବର୍ତ୍ତମାନ ଆମେ VI ଦେଖିବା। A intersection B union C equal to A intersection B union A intersection C ସମାନ ହେବ। ସମାନ ହେଉଛି କି ନାହିଁ ଆମେ ପରୀକ୍ଷା କରି ଦେଖିବା। ବାମ ପାର୍ଶ୍ୱ A intersection B union C ଏର ଉପାଦାନ 1 2 3 4 intersection B ର ଉପାଦାନ 4 5 6 7 union C ର ଉପାଦାନ 6 7 8 9 ବନ୍ଧ ନିବନ୍ଧରେ ଯେଉଁ ଅଛନ୍ତି ପ୍ରଥମେ ତାକୁ ସମାଧାନ କରାଯାଏ। B ୟୁନିୟନ C କୁ ଆମେ ପ୍ରଥମେ ଦେଖିବା। B ୟୁନିୟନ C ର ସଂଯୋଗ 4 5 6 7 8 9 4 5 6 7 8 9 ଏର ଉପାଦାନ 1 2 3 4 ବର୍ତ୍ତମାନ ଏ ଦୁଇଟାକୁ ସଂଯୋଗ ବିଚ୍ଛେଦ କରିବା, ଇଣ୍ଟରସେକ୍ସନ କରିବା, ବିଚ୍ଛେଦ ଦେଖିବା କେଉଁ ସଂଖ୍ୟାଟା କମନ୍ ଅଛି। 4 ଏ ସଂଖ୍ୟାଟା କମନ୍ ଅଛି, ତେଣୁକୁ ମୁଁ ନେଇଗଲି 4। ଏ ହେଉଛି ସମୀକରଣ 1। ବର୍ତ୍ତମାନ ଆମେ ଡାହାଣ ପାର୍ଶ୍ୱ ଦେଖିବା। A ଇଣ୍ଟରସେକ୍ସନ B ୟୁନିୟନ A ଇଣ୍ଟରସେକ୍ସନ C ଏର ଉପାଦାନ 1 2 3 4 ଇଣ୍ଟରସେକ୍ସନ B ର ଉପାଦାନ 4 5 6 7 ୟୁନିୟନ A ର ଉପାଦାନ 1 2 3 4 ଇଣ୍ଟରସେକ୍ସନ C ର ଉପାଦାନ 6 7 8 9 ବର୍ତ୍ତମାନ ଆମେ ଦେଖିବା ଏଠି A ଇଣ୍ଟରସେକ୍ସନ B ରେ 4 କମନ୍ ଅଛି, ତେଣୁକରି 4 ନିଆଯାଇଛି। ୟୁନିୟନ A ଇଣ୍ଟରସେକ୍ସନ C ରେ କୌଣସି ସଂଖ୍ୟା କମନ୍ ନାହିଁ, ତେଣୁକରି ସେ ହେଲା ଶୂନ୍ୟ ସେଟ୍ ଇକ୍ୱାଲ୍ ଟୁ A ୟୁନିୟନ ଶୂନ୍ୟ ସେଟ୍ ଇକ୍ୱାଲ୍ ଟୁ 4। ଏ ହେଉଛି ସମୀକରଣ 2। ସମୀକରଣ 1 ଏବଂ ସମୀକରଣ 2ର ଉତ୍ତର ଦେଖିଲେ ଯେ ଆମେ ସମାନ ରହୁଛି, ତେଣୁକରି ଅତଏବ ଏହି ଉକ୍ତିଟି ସତ୍ୟ ଅଟେ। ବର୍ତ୍ତମାନ ଦେଖିବା A ଡିଫରେନ୍ସ B ସମାନ ନୁହେଁ B ଡିଫରେନ୍ସ A ସମାନ ନୁହେଁ ବୋଲି ସେ କହୁଛି। ବର୍ତ୍ତମାନ ଦେଖିବା VII A ଡିଫରେନ୍ସ B B ଡିଫରେନ୍ସ A କ'ଣ ହେବ? ସମାନ ହେବ ନାହିଁ ବୋଲି ସେ କହୁଛି। ପରୀକ୍ଷା କରିବା। ବାମ ପାର୍ଶ୍ୱ A ଡିଫରେନ୍ସ B ଏର ଉପାଦାନ 1 2 3 4 B ର ଉପାଦାନ 4 5 6 7 ଡିଫରେନ୍ସ ଆମକୁ A ର ଉପାଦାନ ନେବାକୁ ପଡ଼ିବ ଯେଉଁଟାକି ଯେଉଁ ଉପାଦାନ B ରେ ନଥିବ। 1 2 3 ମୁଁ ନେଇଗଲି 1 2 3। ଡାହାଣ ପାର୍ଶ୍ୱ B ଡିଫରେନ୍ସ A 4 5 6 7 B ର ଉପାଦାନ A ର ଉପାଦାନ 1 2 3 4 ଡିଫରେନ୍ସ ଦେଖିବା। B ର ଉପାଦାନ ଯେଉଁଟାକି A ର ନଥିବା ଦରକାର, ଆମେ ସେଇ ଉପାଦାନ ହିଁ ନେବା। 5 6 7 ଏ ହେଉଛି ସମୀକରଣ 2। ଆମେ ଦେଖିଲେ ସମୀକରଣ 1ର ଉତ୍ତର ସମୀକରଣ 2ର ଉତ୍ତର ସମାନ ନୁହେଁ, ତେଣୁକରି ପ୍ରଶ୍ନରେ ମଧ୍ୟ ସମାନ ନୁହେଁ ବୋଲି ସେ କହିଛି, ତେଣୁ ଏହି ଉକ୍ତିଟି ସତ୍ୟ ଅଟେ। A ଡିଫରେନ୍ସ B ଡିଫରେନ୍ସ C not equal to A ଡିଫରେନ୍ସ B ଡିଫରେନ୍ସ C ପରୀକ୍ଷା କରିବା। ବାମ ପାର୍ଶ୍ୱ A ଡିଫରେନ୍ସ B ଡିଫରେନ୍ସ C ଏର ଉପାଦାନ 1 2 3 4 ଡିଫରେନ୍ସ B ର ଉପାଦାନ 4 5 6 7 ଡିଫରେନ୍ସ C ର ଉପାଦାନ 6 7 8 9 ଡିଫରେନ୍ସ ମାନେ ଯେଉଁଟାକି A ଡିଫରେନ୍ସ B ଏର ଉପାଦାନ B ର ନଥିବା ଦରକାର, ସେମିତି ନେବା। 1 2 3 ନେଇଗଲି 6 7 8 9 ବର୍ତ୍ତମାନ ଏ ଦୁଇଟାର ଡିଫରେନ୍ସ ବାହାର କରିବାର ଅଛି। 1 2 3 1 2 3 ହେଉଛି ସମୀକରଣ 1। ଡାହାଣ ପାର୍ଶ୍ୱ A ଡିଫରେନ୍ସ B ଡିଫରେନ୍ସ C ଏର ଉପାଦାନ 1 2 3 4 ଡିଫରେନ୍ସ B ର ଉପାଦାନ 4 5 6 7 ଡିଫରେନ୍ସ C ର ଉପାଦାନ 6 7 8 9 ବନ୍ଧ ନିବନ୍ଧରେ B ଡିଫରେନ୍ସ C ଅଛି। ପ୍ରଥମେ ଆମେ ଏ ଦୁଇଟାକୁ ସମାଧାନ କରିବା, ଦେଖିଦେବା। 4 5 ନେଇଗଲି ଯେଉଁଟାକି B ର ଉପାଦାନ C ରେ ନାହିଁ, ସେଇଟା ନେଲି ମୁଁ 4 5। ଏପଟେ A ର ଉପାଦାନ 1 2 3 4 ଅଛି। ଏ ଦୁଇଟାର ଏବେ ଡିଫରେନ୍ସ ବାହାର କରିବାର ଅଛି।
ଏର ଉପାଦାନ ଯେଉଁଟାକି ବି ସିର ଡିଫରେନ୍ସରେ ନଥିବା ଦରକାର। 1 2 3 ହେବ ବୋଲେ ମୁଁ 4 ଲେଖିଦେଇଥିଲି 3 1 2 3 ଏ ହେଉଛି ସମୀକରଣ 2। ଆମେ ଦେଖିଲେ ସମୀକରଣ 1ର ଉତ୍ତର 1 2 3 ସମୀକରଣ 2ର ଉତ୍ତର 1 2 3 ସମାନ ଅଛି, କିନ୍ତୁ ପ୍ରଶ୍ନରେ ସେ କହୁଛି ସମାନ ହେବେ ନାହିଁ, ମାନେ ଏହା ହେଉଛି ଅତଏବ ଏହି ଉକ୍ତିଟି ସତ୍ୟ ନୁହେଁ, ପ୍ରମାଣିତ।